ସର୍ବବୃହତ ଗାଁ ଯେଉଁଠି ବସବାସ କରନ୍ତି 42 ପାଟକ ବା ଜାତିର 20,000 ଊର୍ଦ୍ଧ୍ୱ ଲୋକ। ଆଗେ ଥୋରିଆ ପାଟକର ଲୋକେ ବଳଦଙ୍କ ପିଠିରେ କଂସା ପିତଳ ବାସନ ନେଇ ବାହାରେ ବିକ୍ରି କରୁଥିଲେ। ଦଶହରା ଦିନ ଗାଁ ଠାକୁରାଣୀଙ୍କ ନିକଟରେ ବଳଦ ପୂଜା କରି ବ୍ୟବସାୟରେ ବାହାରିଲେ ଅନୁକୂଳ ଭଲ ହୁଏ ବୋଲି ସେମାନଙ୍କର ବିଶ୍ୱାସ। ବିଭିନ୍ନ ଜାତିର ଲୋକେ ମଧ୍ୟ ସେମାନଙ୍କ କୌଳିକ ବୃତ୍ତି ଓ ସାମଗ୍ରୀକୁ ପୂଜା କରିଥାନ୍ତି ସେଦିନ। ଏସବୁ ପରମ୍ପରା ଭିତରେ ସବୁଠାରୁ ଆକର୍ଷଣୀୟ ହେଉଛି ବଳଦମାନଙ୍କର ଯାତ୍ରା। ସାହି ସାହି ଭିତରେ ଏଥିପାଇଁ ଆରମ୍ଭ ହୋଇଥାଏ ରୀତିମତ ଏକ ପ୍ରତିଯୋଗିତା। ବଳଦମାନଙ୍କୁ ସକାଳୁ ଗାଧେଇ ଦେବା ପରେ ସେମାନଙ୍କୁ ସଜେଇ ଦିଆଯାଏ। ସିଂହରେ ରଙ୍ଗ ବେରଙ୍ଗ ପର ସାଙ୍ଗକୁ ପିଠିରେ ମଖମଲ ରଙ୍ଗୀନ କନା ଉପରେ କଉଡ଼ିର ମାଳି ଓ ନାନା ଅଳଙ୍କାର। ଦଶହରାରେ ନୂଆ ଛିଟ ଜାମା ପିନ୍ଧି କଲେଜ ପଢୁଆ ପିଲେ ବୁଲି ବାହାରିଲା ଭଳି ଗାଁର ବଛା ବଛା ବଡ଼ ସିଂଘିଆ ବଳଦମାନଙ୍କୁ ସଜେଇ ଦିଆଯାଇଥାଏ ଏହି ଯାତ୍ରାରେ ସାମିଲ କରିବା ପାଇଁ। ଭୁବନ ଗାଁରେ ଗୁଜୁରୀ ବିପଣୀ ଓ ନବଦୁର୍ଗା ଏହି ଦୁଇଟି ସ୍ଥାନରେ ମେଢ଼ ହୁଏ। ଦଶହରା ପରଦିନ ଭସାଣୀ ଶୋଭାଯାତ୍ରାରେ ଗାଁର ଏହି ହିରୋ ମାର୍କା ବଳଦମାନଙ୍କର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଭସାଣୀ ଉତ୍ସବରେ ବାଜା ଓ ମାଇକ୍ରୋଫୋନର ଗଳାଫଟା ଚିତ୍କାର ଭିତରେ ବଳଦମାନେ ଯେପରି ହୁରୁଡ଼ି ନ ଯାଆନ୍ତି ସେଥିସକାଶେ ସେମାନଙ୍କ ପାଇଁ ଯାତ୍ରାର 15 ଦିନ ଆଗରୁ ରୀତିମତ ଏକ ରିହର୍ସାଲ ହୁଏ। କଂସାରୀ ଘରର ପାରା ଭଳି ଏହି ବଳଦମାନଙ୍କ କାନ ଆଗରେ ବିଭିନ୍ନ ଶବ୍ଦ ସୃଷ୍ଟି କରି ସେମାନଙ୍କୁ ଏକ ପ୍ରକାର ତାବଦା କରି ଦିଆଯାଏ। ଦଶମୀ ଦିନର ଯାତ୍ରାରେ ଥୋରିଆ ପାଟକର ବଳଦ ସବା ଆଗରେ ଯାଏ। ଏକାଦଶୀ ସନ୍ଧ୍ୟାରେ ବଳଦମାନଙ୍କ ଯାତ୍ରା ଦେଖିବା ପାଇଁ ଆଖପାଖରୁ ପ୍ରାୟ 50,000 ଲୋକଙ୍କ ସମାଗମ ହୁଏ ଏହି ଭୁବନ ଗାଁରେ। ମା ଦୁର୍ଗାଙ୍କ ଆଗରେ ସାଇର ମେଢ଼ ଓ ସୁସଜ୍ଜିତ ବଳଦ ଯାହାକୁ ଘେରି ହୋଇ ଚାଲିଥାନ୍ତି ପିଲାଠାରୁ ବଡ଼ ଯାଏଁ ଅନେକେ। ସମସ୍ତଙ୍କ ମୁହଁରେ ହସ ବା ଆନନ୍ଦର ଛାପ, ସତେ ଯେମିତି ନିର୍ବାଚନ ଜିଣିଥିବା ବଳଦକୁ ନେଇ ସେମାନେ ବିଜୟ ଶୋଭାଯାତ୍ରାରେ ବାହାରିଛନ୍ତି। ପରମ୍ପରା ଅନୁଯାୟୀ ବଳଦମାନେ ମା ଦୁର୍ଗାଙ୍କ ସହ ଗାଁର ଚତୁଃପାର୍ଶ୍ୱ ଭ୍ରମଣ କରନ୍ତି। କେବେ କେବେ ଷଣ୍ଢ ମହାଶୟ ବି ସାମିଲ ହୋଇଥାନ୍ତି ସେଥିରେ। ଗାଁର ଛୋଟ ଛୋଟ ପିଲାମାନେ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି ବାଛୁରୀମାନଙ୍କୁ ନେଇ। ଏକାଦଶୀ ପରଦିନ ଭୋର ସମୟରେ ବଳଦମାନେ ସମବେତ ହୁଅନ୍ତି ଯାତ୍ରାର ଉତ୍ପତ୍ତି ସ୍ଥଳ ବଣିଜାରି ପାଖରେ। ବନ୍ଦାଣ ପରେ ଭସାଣୀ ହୁଏ ଦୁର୍ଗାଙ୍କର ଓ ବଳଦମାନେ ଫେରି ଆସନ୍ତି ଯେଝା ଗୁହାଳକୁ। ଅଳଙ୍କାର ଓ ବେଶଭୂଷା ଓହ୍ଲାଇ ତହିଁ ପରଦିନ ପୁଣି ଯଥାରୀତି ଜୁଆଳି କାନ୍ଧେଇବା ପାଇଁ।